ରାୟଗଡ଼ାର ରେଲୱେ ଓଭରବ୍ରିଜ୍ ତଳେ ହୁତୁତୁ ହୋଇ ଜଳିଗଲା ଦୁଇ ଗାଡ଼ି। ଅପରାହ୍ନ ପାଖାପାଖି 4ଟା ସମୟରେ ମା ମଝିଘରିଆଣୀ ମନ୍ଦିର ନିକଟରେ ଝଞ୍ଜାବତୀ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ୍ ସହ ପିକ୍ଅପ୍ ଭ୍ୟାନ୍ ଧକ୍କା ହେବା ଫଳରେ ଦୁଇ ଗାଡ଼ି ହୁତୁତୁ ହୋଇ ଜଳିଯାଇଥିବା ବେଳେ ଦୁଇଟି ଗାଡ଼ିର ଡ୍ରାଇଭରଙ୍କ କିଛି ହୋଇନଥିବା ବେଳେ ମ୍ୟାକ୍ସ ପିକ୍ଅପ୍ ଗାଡ଼ିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଘଟଣାରୁ ମ୍ୟାକ୍ସ ପିକ୍ଅପ୍ ଗାଡ଼ିର ମରାମତି କରିବା ପାଇଁ ଅତଳା ଗ୍ରାମରୁ ରାୟଗଡ଼ା ଆସୁଥିବା ସମୟରେ ଆନ୍ଧ୍ରାପଟୁ ଆସୁଥିବା କୋଇଲା ବୋଝେଇ 16 ଚକିଆ ଟ୍ରକ୍ଟି ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ମ୍ୟାକ୍ସ ପିକ୍ଅପ୍ ଗାଡ଼ିର ପଛପଟୁ ଧକ୍କା ଦେଇଥିଲା, ଯାହାରି ଫଳରେ ମ୍ୟାକ୍ସ ପିକ୍ଅପ୍ ଗାଡ଼ି ସହ କୋଇଲା ବୋଝେଇ ଟ୍ରକ୍ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ବେଳେ ଦୁଇଟି ଗାଡ଼ିର ଡ୍ରାଇଭର ଗାଡ଼ିରୁ ଡେଇଁ ପଡ଼ିଥିବା ସେମାନେ ବଞ୍ଚିଯାଇଥିବା ଜଣାପଡ଼ିଛି। ମ୍ୟାକ୍ସ ପିକ୍ଅପ୍ ଗାଡ଼ିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରାୟଗଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ ରାୟଗଡ଼ା ଆନ୍ଧ୍ରା ଯୋଗାଯୋଗ ବନ୍ଦ ରହିଥିଲା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଗାଡ଼ିଗୁଡ଼ିକ ଅଟକ ରହିଛି। ଚାହୁଁ ଚାହୁଁ ଜଳିଗଲା ଦୁଇଟି ଗାଡ଼ି।